को आशा नहीं बचिबी ओ मरी जीव को चाहे सरिता नहीं मरी जीव को चाहे नहीं आका तमर किछि हबनी तम स्वाभिमान तम सम्मान शांति रहिबो तम समस्या समाधान हेइथिबो कितो केमिति सरिता केमिति आदित्य मानसिंह स्त्री এই मानसिंह परिवार को जीते तमे कुंदो कितिया কথা পাই আমি তো ইজ্জত চালি যাব আমি তো সম্মান মাটিরে মিশে যাব আমি দাঁড়িয়ে মুন্ডা থেকে বাতা চালি পারিবে মু কোনে কথা সই পারিবে মো নাই সরকার নাই যা হই তো পথে মু তোমাকে সেটি ছাড়িবেনি জমা ছাড়িবেনি সরকার জমা ছাড়িবেনি ডর লাগুছি না কায়ে রাত্রির নীরবতা ভিতরে এ সরিতার পাদ দুইটা খসি ছিপ এ সরিতার মন আকাশরে আকাশ প্রধান বাঁধিଥିବା বসাটা কালে ভাঙি ছিপ নাই সরিতা এই সরিতার মন আকাশরে সে আদিত্য বলে বসা বাঁধি দেব নাই সরিতা নাই সে কথা নো আরে মু কইবা কথা মো ভড়ি করতিবা ভুল পাই তুমি কাই কি প্রস্তুত করিবা তুমি বুঝছো না কাই কি ও এখনো কুলো বহু যদি মোর এতিকি টিকে জাগ পাই এতে বড় ধরতা পাতে তাহলে আদিত্য মানসিংহ মিত্রত্রীর অভিনয় করিবারে কেতে মথারে মোর জনকর সিন্ধুর পাই মু আজি আউ জনকর সিন্ধুর ଆମ ଘରର ତୁଳସୀ ଚଉର ପରିବର୍ତ୍ତେ ମୋ ମାନସିଂ ପରିବାର ତୁଳସୀ ଚଉର ମୂଳେ ପାଣି ଦେବି ସଞ୍ଜବତୀ ଜାଣିବି ଏ ସରିତା ଜାଣିନି ସେ ସଞ୍ଜବତୀ ଜଳିବ ନାହିଁ ହେଲେ ଏତିକି କହିବି ନିତି ସଞ୍ଜ ସକାଳେ ମୁଣ୍ଡିଆ ମାରି ମୋ ସ୍ୱାମୀଙ୍କର ସୁଖ ମନାସି ସରିତା ନୁହେଁ ଆମୁକା ବୋଲି ଡାକ ଆଜିଠାରୁ ମୁଁ ତମ ଭଉଣୀ ତମେ ମୋ ଭାଇ सरिता ए आकाश पदन के भावी नथिला तमे तमे मो स्त्री रु मो भौरी ए जे बोली हेले मो गोटे कथा कहू सरिता तमरे त्याग तमरे भलो पाइबो आ तमरे ममता ए सब देखी ए दुनिया कहिबो तमे गोटिए रे गोटिए चला बाटे आते आते दिए भूले किछि खालो किछि दीप खाली कोटा नहीं फूल
ଓହୋ କେମିତିକା ମଣିଷ କେଜାଣି ଯୁଆଡେ ଇଚ୍ଛା ସେ ଚାଲି ଯାଉଛି। କଣ ହେଲା ବାବୁ କାହିଁକି ତୁ ଜୋର ପାଟି କରି ଡାକୁଛନ୍ତି କହିଲେ? ଆରେ ଏ ମଦନ ମୁଁ ଶିଳ୍ପପତି ସୌମ୍ୟମାନ ସିଂ ଆଜି ମୋ ପୁଅର ରିସେପସନ ମାନେ ଖାଇବା ପିଇବା ଯେମିତି କୋଉଥିରେ ଅଭାବ ନ ହବା ଦରକାର। ଓହୋ ବାବୁ ଆପଣ ଅଯଥାରେ ବ୍ୟସ୍ତ ହଉଛନ୍ତି ତା ଛଡା କେଉଁଠି ଉଣା କରିଛନ୍ତି ସାନ ବାବୁ ଅଛନ୍ତି ମାନେ ଉଣା ହବ କାହିଁ ବାବୁ? ବୁଝିଲୁ ମଦନ ମତେ ଆଜି ବହୁତ ଖୁସି ଲାଗୁଛି କାହିଁକି ଜାଣିଛୁ? ଆରେ ରାହୁଲଟା ନିଜ ରକ୍ତର ହେଇବି ଅବାଟରେ ଚାଲିଗଲା। ଆରେ ମଦ ପିଉଛି ସଗଲି କରୁଛି କେତେବେଳେ ଯେ କଣ ହବ ସେ କଥା କିଏ କହିପାରିବ? ହେଲେ ବାଟରୁ ଆଣିଥିବା ପୁଅ ଆଦିତ୍ୟ ସତରେ ଯେମିତି ଗୋଟେ ହୀରା ଏ ମାନସିଂ ପରିବାରକୁ ଉପରକୁ ନେଇଯାଇଛି। ଆଉ ମତେ ଲାଗୁଛି ମତେ ସେଇ ଏ ମାନସିଂ ପରିବାରର ଉତ୍ତରାଧିକାରୀ। ଆଉ ଭାବୁଛି ଏମିତି ଏକ ଅମୂଲ୍ୟ ରତ୍ନକୁ ଜନ୍ମ ଦେଇଥିବା ବାପା ମାଙ୍କୁ ମୁଁ ଟିକେ ଆଖି ପୁରେଇ ଦେଖନ୍ତି ସତରେ ସତରେ ସେ କେତେ ମହାନ ହେଇନଥିବେ କେତେ ମହାନ କେତେ ମହାନ। ମହାତ୍ମା ଗାନ୍ଧୀ କଣ ସେଦିନ ମହାନ ନଥିଲେ? ଖଣ୍ଡିଏ ଭାରି ସାହାଯ୍ୟରେ ଅହିଂସା ଆନ୍ଦୋଳନ କରି ଅସ୍ତ୍ର ଶସ୍ତ୍ର ଧାରି ଇଂରାଜୀ ମାନଙ୍କୁ ଆମ ଦେଶରୁ ଗଡ଼େଇ ଦେଇଥିଲେ। ହେଲେ ତମ ଏ ପବିତ୍ର ଭାରତ ବର୍ଷ ତାଙ୍କୁ ଦେଲା କଣ? 2-4 କୋଟି କୋଳି। ସମୟ ମାନସିକ ଫ୍ଲାଟ ଭିତରକୁ ବସିବା ସବୁ ସାହସ କଲୁ କେମିତି? ଯିବି? ଆରେ କୁଆଡେ ଯିବି? ତୁ ଯେଉଁ ପବିତ୍ର ଭାରତ ବର୍ଷରେ ସ୍ୱାଧୀନ ଭାବେ ବଞ୍ଚୁଛୁ ମୁଁ ପରା ସ୍ୱାଧୀନତା ଆଣି ଦେଇଥିଲି। ଓହୋ ତୁ ପରା ନାଥୁରାମ ଗଡସେ ମତେ ଫାୟାରିଂ କରିବୁ? ତୋ ଭଳି ଦୁଃସାହସ କରୁଥିବା ପାପୀର କେବଳ ଗୋଟିଏ ଶାସ୍ତି। ମଦନ ମୋ ବନ୍ଧୁକ ଆଉ ବନ୍ଧୁକ ଏଟାକୁ ସୁଟ୍ କରିଦେବେ ସୁଟ୍ କରିଦେବେ ସେ ଦେଖ। ଓହୋ ବଡ ବାବୁ ପାଗଳଟା ଯଦି ଭୁଲରେ ପଇସା ଅଛି କଣ ଦିନେ ଖାଇଦବ ତାର କଣ ସରିଯାଉଛି? ତା ଦ୍ୱାରା ଏତେ ଲୋକ ଖାଇ ପିଇ ଯାଉଛନ୍ତି। ମଦ କଥା କହୁଛ ମୋ ଭିତରେ କଥାବାର୍ତ୍ତା କରୁଛୁ? ତୋର ମନେ ରଖିବା ଉଚିତ ମୁଁ ଶିଳ୍ପପତି ସୌମ୍ୟମାନ ସିଂ। ଆଜି ମୋ ପୁଅର ରିସେପସନ ମାନେ ଏଠି କେତେ କେତେ ବଡ ବଡ ନେତା ମନ୍ତ୍ରୀ କଲେକ୍ଟର ଆଇପିଏସ୍ ସମସ୍ତେ ଉପସ୍ଥିତ ଥିବେ। ସେଠି ଗୋଟେ ପାଗଳ ବସି ଭୋଜି ଖାଇବ ଏହାକୁ ମୁଁ କେବେ ବରଦାସ୍ତ କରିପାରିବି? ଏ ଭଗବାନ ଏବେ କଣ ଯେ ହବ? ଶୁଣିଛୁ ଗପ ବେଙ୍ଗ ଛୁଆର ଗପ। ଦିନେ ବେଙ୍ଗ ଛୁଆଟି ବଡ ଷଣ୍ଢଟିକୁ ଦେଖି ତା ମା କହିଲା, ମା ମୁଁ ଆଜି ବଡ ଷଣ୍ଢଟିକୁ ଦେଖିଲି। ହେଲେ ମା ବେଙ୍ଗଟି ଭୁଲି ଯାଇ କହିଲା ମୋଠୁ ବଡ। ଛୁଆ ବେଙ୍ଗଟି କହେ ହଁ ହଁ ମା ଆହାଠୁ ବଡ। ଆଉ ଧରେ ମା ବେଙ୍ଗଟି ପୁଣି ଧରେ ଭୁଲି କହେ କଣ ମୋଠୁ ବଡ? ଛୁଆ ବେଙ୍ଗ କହେ ହଁ ମା ଆହାଠୁ ବଡ। ହଁ ଶେଷରେ ମା ବେଙ୍ଗଟି ଭୁଲି 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 ସାବିତ୍ରୀ ନାଇଁ ବାବୁ ଆଜି ଭଳି ଦିନରେ ଆପଣ ତାକୁ ଛାଡି ଦିଅନ୍ତୁ ବାବୁ। ଆପଣ ଏମିତି ବଡ ଭୁଲ କରନ୍ତୁନି। ମୋ ହାତ ଯୋଡୁଛି ଆପଣଙ୍କ ଗୋଡ ତଳେ ପଡୁଛି। ଆପଣ ତାକୁ ଛାଡି ଦିଅନ୍ତୁ। କେବଳ ତୋରି ପାଇଁ ତାକୁ ଛାଡି ଦଉଛେ। ତାକୁ ଭଲ ଭାବରେ ବୁଝାଇଥାଏ ଯେତେ ଶୀଘ୍ର ପାରିବ ଏ ଫ୍ଲାଟ ଭିତରେ ବିନା ହବ।
ତମେ ଏଇଠି ଅପେକ୍ଷା କର, ମୁଁ ତମ ପାଇଁ ଖାଇବାକୁ ଆଣି। ଖାଇବି ସତ, ହେଲେ ତୁ ମତେ ବିଷ ଦେବୁନି ତ? ବିଷ ବିଷ ଦେଇ ତୁ ସେଦିନ କୁଆଡେ ଚାଲି ଯାଇଥିଲୁ? ସେଦିନ ଦେଇ କୁଆଡେ ଚାଲି ଯାଇଥିଲି? ଏମିତି କଣ କଥାବାର୍ତ୍ତା କରୁଛ? ଖାଇବାକୁ ଦେବୁନି? ଏଇ ଦେଖୁନ, ତମକୁ କଣ ଖାଇବାକୁ ଦେବା କଥା କହି ମୁଁ ଏଡେ ତେଡେ କଣ ଗପି ଯାଉଛି। ତମେ ଏଇଠି ଥାଅ, ମୁଁ ତମ ପାଇଁ ଖାଇବା ଆଣୁଛି। ନା ନା ମୁଁ ଖାଇବିନି। ମୁଁ ଖାଇବିନି। ଏ ମତେ ବିଷ ଦେଇ କୁଆଡେ ଚାଲିଯିବ? ନା ସେଦିନ କୁଆଡେ ଚାଲି ଯାଇଥିଲା? ବିଷ ଦେଇ କୁଆଡେ ଚାଲି ଯାଇଥିଲା? ନା ମୁଁ ଖାଇବିନି। হঠাৎ কুয়াড়ে চালিগলে? এই লোকটা খাইବାକୁ মাগে, তাମାନେ ଇଏ କଣ আকাশর খরা কাটি অচর ছাই বেড় বুড়ি গলে সিয়ে যায় উঠে দিয়ে মଣିষটা রয়েছি চাই কেবে ভেরি বসে কেবে উঠা চাই চাঁদ ফুলাই পরে চাই পানি পড়ে পারে নাই মন কথা আকাশটা জমা বুঝি পারে নাই এ দুনিয়া সারা রে কহিব নারী জীবনের থরে মাত্র আসে, হেলে মো জীবনের তো এ অনেক আগুরু আসি সারিছে। ଏବେ ମୁଁ ଖାଲି ଆଉ ଜଣଙ୍କ ପାଇଁ ଅଭିନୟ କରୁଛି। ସତରେ ଏ ଜୀବନଟା କେଡ଼େ ବିଚିତ୍ର ଚାମୁକା। ଉପରବାଲାର ବିଧାନ କେଡ଼େ ଅଦ୍ଭୁତ। କାଲି ତମେ ଜଣଙ୍କର ଝିଅ ଥିଲ, ଆଜି ଜଣଙ୍କର ବୋହୁ। କାଲି ତମ ମଧ୍ୟରେ ଥିଲା ଟିକିଲି ଆଉ ଆଜି ସିନ୍ଦୁର। ସତରେ କାଲିର ଜୀବନ ଆଉ ଆଜି ଜୀବନ ମଧ୍ୟରେ ବହୁତ ଫରକ ନା? ହଁ, ଫରକ ତ ନିଶ୍ଚୟ। କାରଣ ଫରୁଆ ଭିତରେ ଲୁଚି ରହିଥିବା ଟୋପାଏ ସିନ୍ଦୁର ଯେତେବେଳେ ଝିଅ ମଥାରେ ଲାଗିଯାଏ, ସେ ଝିଅରୁ ବୋହୁ ହୋଇଯାଏ। ତା ଜୀବନର ଗତିପଥ ସବୁ ବଦଳିଯାଏ। ତାହେଲେ ତୁମେ ନୂଆ କରି ସିନ୍ଦୁର ପିନ୍ଧି ତମର ଜୀବନ ପଥ ବଦଳେଇ ଦେଇଛ ନା? ଅନେକ ଦିନ ଆଗରୁ ମୋ ମଥାର ଟିକିଲିଟାକୁ ମୁଁ ହଜେଇ ଦେଇଛି। ତାହେଲେ ଟିକିଲି ପ୍ରତି ତମର ଅନେକ ଦିନର ଦୁର୍ବଳତା ନା? ଦୁର୍ବଳତା କେବଳ ମୋ ସ୍ୱାମୀଙ୍କ ପ୍ରତି। ଚାମୁକା ହଁ, ଅନେକ ଆଗରୁ ଏମିତି ଗୋଟିଏ ରାତିରେ ମୁଁ ମୋ ସ୍ୱାମୀଙ୍କୁ ମୁଣ୍ଡିଆ ମାରି ସାରିଛି। ଚାମୁକା ଚାମୁକା ନୁହେଁ, ମୁଁ ଶାମୁକାର ବଡ଼ ଭାଉଜ ସରିତା। ତମେ କଣ ଶାମୁକା ଭଳି ମତେ ଭାଉଜ ଡାକି ପାରିବନି? ଆଜି ମୋ ବର୍ଷ ରାତି ଏ ଘରେ ଯିଏ ବି ଅଛି ସେ ହଉଛି ମୋ ସ୍ତ୍ରୀ। ତେଣୁ ତମେ ମୋ ଭାଉଜ ନୁହଁ, ତମେ ହଉଛ ମୋ ସ୍ତ୍ରୀ। କିନ୍ତୁ ମୁଁ ଭଲ ଭାବରେ ଜାଣିଛି ଆଦିତ୍ୟ ମାନସିଂହ ଅମଣିଷ ପଥ ନୁହନ୍ତି। ଭଲ ଭାବରେ ଯେତେବେଳେ ଅମଣିଷ ହେଇଯାଏ, ଯେତେବେଳେ ତା ମନକୁ ଦରିଦ୍ର କରି ନଷ୍ଟ କରି ଦିଆଯାଏ। ତମେ ଯେତେ ଯାହା କହିଲେ ବି
ତମ ଉପରେ ମୋର ଯଥେଷ୍ଟ ଭରସା ଅଛି। ଭରସା ଅଛି କହି ତମ ମନକୁ ପରିବର୍ତ୍ତନ କରିପାରିବନି। ଯୋଉ ଆକାଶ ପ୍ରଧାନର ଭଉଣୀ ମୋ ମନକୁ ମଶାଣି କରିଦେଇଛି, ମୋ ଭବିଷ୍ୟତ ନଷ୍ଟ କରିଦେଇଛି, ମୁଁ ବି ତା ବଂଶର ମାନ ସମ୍ମାନ ନିହାତି କରିଦେବି। ବସ୍ ଆଦିତ୍ୟ ଆଜି ଏ ଆକାଶ ପ୍ରଧାନର ସ୍ତ୍ରୀ ଆଦିତ୍ୟ ମାନସିଂହର ସ୍ତ୍ରୀ ହୋଇ ଦେହଦାନ କରିବ। ଭାଉଜ ନା ଭାଉଜ ନୁହେଁ, ମୋ ନଣନ୍ଦର ଭୁଲ ପାଇଁ ମୁଁ ପ୍ରାଶ୍ଚିତ କରିବାକୁ ରାଜି ଅଛି। ଯଦି ପାରୁଛ ତାହେଲେ ଆସ, ଶାମୁକା ଭଳି ତମେ ବି ମତେ। ବନ୍ଦ କର ଭାଉଜ, ବନ୍ଦ କର। ନା ମୁଁ ପାଗଳ ହେଇନି ଭାଉଜ। ମଶାଣି କରିଦେଇଛି ଭାଉଜ। ଆଦିତ୍ୟ ସେଥିରେ ତମେ କାହିଁ ଜଳିବ? ଆଦିତ୍ୟ ହଁ ଭାଉଜ, ମୋ ମଣିଷ ପଶୁ ନୁହଁ। ଯେ ପର୍ଯ୍ୟନ୍ତ ପ୍ରକୃତ ରହସ୍ୟ ନ ଖୋଲିଛି ତମେ କେବଳ ମୋର ସ୍ତ୍ରୀର ଅଭିନୟ କରିବ। ଆଦିତ୍ୟ ଆଉ ତାପରେ ଦେଖିବି ମୋ ସାଙ୍ଗେ ବିଶ୍ୱାସଘାତ କରୁଥିବା ସେ ଶାମୁକାର ଏକ ରୋମାଞ୍ଚକ ମଞ୍ଚ ଲମ୍ବା ଇସ୍କରେ ଧକ୍ଷ କେତେ। ଆଦିତ୍ୟ ହଁ ଭାଉଜ, ଆଦିତ୍ୟ ମାନସିଂହର ଜୀବନ ମୋଡ଼ ନାଟକଟା ଏମିତି ଭାବରେ ବଦଳିଯିବ ମୁଁ କେବେ ଭାବିନଥିଲି। ଆଦିତ୍ୟ ହଁ ଭାଉଜ, ତମେ ମୋ ଭାଉଜ ନୁହଁ, ତମେ ହଉଛ ମୋ ମା। ମୁଁ କଣ ଏ ଦୁନିଆରେ କହିବ ତମେ କୋଟିଏ ଝିଅରେ ଗୋଟିଏ। सुना के माटी हुए सुना माटी सीना जाए होए नियरे से छोड़े नहीं तुम्हारा गले नीति आओ पूरी कहाँ पाए ए दुनिया सारा रे कहिबा मरबू पछे कहा मारबुनि मारबिनी कौन बे जीवन मारिदेवी कहीं ना मो पछे गोटे कहानी
ନିଜର କିଏ ଅଛି ଆଜି ଆସନ୍ତୁ ତାଙ୍କ ସହିତ ମୁଁ ଜମାରୁ କଥା ହେବିନି ଜମା କଥା ହେବି ଆଉ ବ୍ୟସ୍ତ ହେବାର ଦରକାର ନାହିଁ ମୁଁ ଆସିଗଲିଣି ରିଏଲି ସରି ଆଇ ଏମ୍ ସୋ ସରି କଣ କରିବି କହିଲ ପୋଲିସ ଚାକିରିଟା କରିଛି ଯେତେବେଳେ ସମୟ ତ ଦେବାକୁ ପଡିବ ନା ତା ଛଡା ସହରରେ ଯେଉଁଭଳି ଭାବରେ କ୍ରାଇମ ଦିନକୁ ଦିନ ବଢି ଚାଲିଛି ୟାକୁ ବି ତ ରଖିବାକୁ ପଡିବ ନା ଏଇ ମୁଁ ତମକୁ ଗୋଟେ କଥା କହିବି ତମେ ମୋ କଥା ମାନିବ ହଁ କୁହ ତମେ ନା ସେମାନଙ୍କ ସହ ଜମା ଲାଗୁନି ସେମାନେ ଆଦୌ ଭଲ ଲୋକ ନୁହେଁ ଆରେ ଆରେ ସତ କହୁଛି ତମର ଯଦି କିଛି ହେଇଯିବ ତାହେଲେ ମୁଁ ବଞ୍ଚିବି କେମିତି କହିଲ କାହିଁକି ତମେ ଏମିତି କଷ୍ଟରେ ପଡୁଛ କହିଲ ଅନ୍ୟାୟ ସତ୍ୟ ଭିତରେ ସଂଗ୍ରାମ କରିବ ଯାଇ ମୁଁ ଯଦି ମରିଯାଏ ଦେଖ ସେ ଅସଲ କଥା ଗୁଡା ପାଟିରେ ଧରନି କିନ୍ତୁ ତମେ ତ ଦେଖିପାରୁନି ମୋ ପାଟିରେ କେମିତି ସେ ହାତ ଦେଇଥିବ ଓହୋ ମୁଁ ଦେଖୁଛି ତମେ ପୋଲିସ କର ନା ଭାରି ସନ୍ଦେହ ଆଚ୍ଛା କହିଲ ଦେଖି ଯିଏ ଯାହାକୁ ମନ ଦେଇଥାଏ ତାକୁ କଣ ଚିହ୍ନିବାରେ କିଛି ଭୁଲ କରେ ତା ଛଡା ତମେ ତ ମୋର ଦେହର ଗୋଟେ ଅଙ୍ଗ ପାଲଟି ଯାଇଛ ସତରେ ତମକୁ ପାଇଁ ମୋ ଜୀବନଟା ଧନ୍ୟ ହେଇଯାଇଛି